ଛାଡ଼ିବିନି, ମୁଁ କାହାକୁ ବି ଛାଡ଼ିବିନି। ମତେ ଏବେ ସିନା ବନ୍ଦୀ କରି ପାଣିରେ ଭସେଇ ଦେଉଛ, ହେଲେ ମୁଁ ତମମାନଙ୍କୁ ଭୁଲିବିନି। ମୁଁ ପୁଣି ଆସିବି, ଆଉ ମୋ ପ୍ରତିଶୋଧ ନେବି। ଜଙ୍ଗଲର ଚଢ଼େଇମାନେ ଦୁଷ୍ଟ ପିଶାଚୀକୁ ପରିଦ୍ୱାର ବନ୍ଦୀ କରି ପାଣିରେ ଭସେଇ ଦେଲେ। ଦୁଷ୍ଟ ପିଶାଚୀ ପାଖରୁ ରକ୍ଷା ପାଇଲା ପରେ ଜଙ୍ଗଲବାସୀ ଅନେକ ଖୁସି ଥିଲେ। ସେ ଜଙ୍ଗଲର ରାଜା ଥିଲା ଗୋଟେ ଚଢ଼େଇ। ରାଜାରାଣୀ ତାଙ୍କ ଝିଅକୁ ବହୁତ ଭଲ ପାଉଥିଲେ, ତାକୁ କୌଣସି କାମ କରିବାକୁ ଦେଉନଥିଲେ। ରାଜକୁମାରୀ ରାଜକୁମାରୀ ଉଠନ୍ତୁ, ସକାଳ ହେଇଗଲାଣି, କିଛି ଖାଇବା ଖାଇ ନିଅନ୍ତୁ। ଆଜି ଉଠୁ ଉଠୁ ଅନେକ ଡେରି ହେଇଗଲା। କାଲି ରାତି ମୁଁ ଗୋଟେ ଗପ ବହି ପଢୁଥିଲି। ସେ ଗପ ମତେ ଏତେ ଭଲ ଲାଗିଲା ଯେ ପୁରା ନ ପଢି ମୁଁ ରହିପାରିଲିନି। ଆଚ୍ଛା, ତୁମେ ମୋ ପାଇଁ କାହିଁକି ଖାଇବା ଆଣିଛ? ମୁଁ ସମସ୍ତଙ୍କୁ ମନା କରିଥିଲି ନା ମୋ କାମ କେହି କରିବନି, ମୁଁ ମୋ ନିଜ କାମ ନିଜେ କରିପାରିବି। କ୍ଷମା କରିବେ ରାଜକୁମାରୀ, ମହାରାଜ ଆଦେଶ ଦେଇଥିଲେ ଆପଣ ଉଠିବା ଆଗରୁ ଆପଣଙ୍କ ପାଖରେ ଖାଇବା ପହଞ୍ଚେଇବା ପାଇଁ। ଓହୋ, ବାପା ସବୁବେଳେ ଏମିତି କରନ୍ତି। ମତେ ବସି ରହିବାକୁ ଭଲ ଲାଗେନି, ମତେ ମୋ ନିଜର ସବୁ କାମ କରିବାକୁ ଭାରି ଭଲ ଲାଗେ। ଶୁଣ, ତୁମେ ଏବେ ଖାଇବା ନେଇ ଏଠୁ ଯାଅ। ମୁଁ ଆଗ ବାପାଙ୍କ ସହ ଦେଖା କରିସାରି ତାପରେ ଖାଇବା ଖାଇବି। ଠିକ ଅଛି ରାଜକୁମାରୀ। ରାଜକୁମାରୀ କୁନି ଥିଲା ବହୁତ ପରିଶ୍ରମୀ। ସେ ନିଜର ସବୁ କାମ ନିଜେ କରୁଥିଲା। ରାଜକୁମାରୀ ଯେମିତି ପରିଶ୍ରମୀ ଥିଲା, ସେମିତି ଦୟାଳୁ ବି ଥିଲା। ବିପଦ ସମୟରେ ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲା। ଆରେ ମା, ଆମର ଏତେ ଚାକର ଥାଉ ଥାଉ ତୁ କାହିଁକି ଏ କାମ କରୁଛୁ? ତୁ ଗୋଟିଏ ଆଦେଶ ଦେଲେ ସମସ୍ତେ ତୋର ସବୁ କାମ କରିଦେବେ। ବାପା, ମତେ ପରିଶ୍ରମ କରିବାକୁ ଭଲ ଲାଗେ। ମୁଁ କାହା ଉପରେ ବି ନିର୍ଭର ହେବାକୁ ଚାହୁଁନି। ଓହୋ, ତୁ ବୁଝୁନୁ କାହିଁକି କହିଲୁ? ତୁ ଏବେ ବହୁତ ଛୋଟ। ତୁ ପରିଶ୍ରମ କରିବା ଯେତିକି ସହଜ ଭାବୁଛୁ, ତା ସେତେ ସହଜ ନୁହଁ। ତୁ ଏ ଜଙ୍ଗଲର ରାଜକୁମାରୀ। ତୁ ଯଦି ପ୍ରତିଦିନ ଏମିତି ସବୁ କାମ କରିବୁ, କେହି ବି ତ ବାପାଙ୍କୁ ସମ୍ମାନ କରିବେନି। ଏମିତି କହି ରାଜାରାଣୀ ସେଠାରୁ ଚାଲିଗଲେ। ତାଙ୍କ କଥା ଶୁଣି ଚଢ଼େଇ ଛୁଆର ମନ ଦୁଃଖ ହେଇଗଲା। ବାପା ମା ବୁଝୁନାହାନ୍ତି କାହିଁକି କେଜାଣି? ମୁଁ ତ କିଛି ବି ଭୁଲ କରୁନି। ଦିନେ ଦିନେ ମୁଁ ଏମିତି କିଛି କରିବି, ମୋ ବାପା ମା ମୋ ଉପରେ ଅନେକ ଖୁସି ହେବେ। କାଲି ମୁଁ ସାଧାରଣ ଚଢ଼େଇ ହେଇ ଜଙ୍ଗଲ ବୁଲିବାକୁ ଯିବି। ସେମିତି ହେଲେ କେହି ବି ମତେ ଚିହ୍ନି ପାରିବେନି, ଆଉ ମୁଁ କିଛି ନା କିଛି କାମ କରିପାରିବି। ଏସବୁ ଚିନ୍ତା କରି ରାଜକୁମାରୀ ସାଧାରଣ ଚଢ଼େଇ ହେଇ ପରଦିନ ଜଙ୍ଗଲ ଭିତରକୁ ଗଲା। ସେପଟେ ପିଶାଚୀ ବନ୍ଦୀ ଥିବା କାଚ ବୋତଲ ପାଣିରେ ଭାସୁ ଭାସୁ ଏକ ଶକ୍ତ କାଠଗଣ୍ଡିରେ ବାଜିବା ଫଳରେ ଭାଙ୍ଗିଗଲା। ପିଶାଚୀ ମୁକ୍ତ ହେଇଗଲା। ହା ହା ହା, ମୁଁ ଏବେ ମୁକ୍ତ ହେଇଗଲି। ମୁଁ କାହାକୁ ବି ଛାଡ଼ିବିନି। ଏବେ ହିଁ ଜଙ୍ଗଲ ଭିତରକୁ ଯିବି, ଆଉ ସବୁ ଚଢ଼େଇଙ୍କଠୁ ପ୍ରତିଶୋଧ ନେବି। ଏ କ'ଣ? ମୁଁ ତ ଏଇ ଜଙ୍ଗଲ ଭିତରକୁ ଯାଇପାରୁନି। ବଦମାସ ପରି ଏ ଜଙ୍ଗଲର ଚାରିପାଖରେ ଯାଦୁ କରି ସୁରକ୍ଷା କବଚ କରିଦେଇଛି। ମୁଁ ସିନା ଜଙ୍ଗଲ ଭିତରକୁ ଯାଇପାରିବିନି, ହେଲେ କେହି ନା କେହି ତ ଏ ଜଙ୍ଗଲରୁ ବାହାରିବ। ମୁଁ ସେ ପର୍ଯ୍ୟନ୍ତ ଅପେକ୍ଷା କରି ରୁହେ। ଏମିତି ପିଶାଚୀ ସେଠାରେ ଅପେକ୍ଷା କରି ରହିଲା। ସେପଟେ ରାଜକୁମାରୀ ସାଧାରଣ ଚଢ଼େଇ ହେଇ ସମସ୍ତଙ୍କ ପାଖକୁ ଯାଇ କାମ ମାଗିଲା, କିନ୍ତୁ ସେ ସାନ ହେଇଥିବାରୁ କେହି ବି ତାକୁ କାମ ଦେଲେ ନାହିଁ। ସେ ସାଧାରଣ ରୂପ ନେଇଥିବାରୁ କେହି ବି ତାକୁ ଚିହ୍ନି ପାରୁନଥିଲେ। ଏବେ ମୁଁ କ'ଣ କରିବି? କେହି ବି ତ ମତେ କାମ ଦେଲେ ନାହିଁ। ମୁଁ ତ ଭାବିଥିଲି କିଛି ନା କିଛି କାମ କରି ମୁଁ ମୋ ବାପା ମାଙ୍କୁ ଖୁସି କରିପାରିବି, କିନ୍ତୁ ଏବେ ତ ସେମିତି କିଛି ବି ହେଲାନି। ମୁଁ କ'ଣ ଏବେ ଘରକୁ ଫେରିଯିବି? ଆରେ, ମାଛଟା ନଦୀରୁ କେମିତି ବାହାରିଲା? ପାଣି ବିନା ମାଛଟା କେମିତି ଛଟପଟ ହେଉଛି? ମୁଁ ତାକୁ ଶୀଘ୍ର ନଦୀରେ ଛାଡ଼ିଦିଏ। ଏମିତି ଚିନ୍ତା କରି ସେ ରାଜକୁମାରୀ ମାଛକୁ ଶୀଘ୍ର ନଦୀରେ ଛାଡ଼ିଦେଲା। ଏ ସବୁ ଘଟଣା ଦୂରରୁ ପିଶାଚୀ ଦେଖୁଥିଲା। ଆରେ, ଇଏ ତ ସେଇ ଦୟାଳୁ ରାଜକୁମାରୀ ଯାହା ବିଷୟରେ ମୁଁ ଆଗରୁ ଶୁଣିଥିଲି। ସେ ଏଠି ଏମିତି ଏକୁଟିଆ କାହିଁକି ବୁଲୁଛି? ଏଇଟା ଭଲ ସୁଯୋଗ। ମୁଁ ମୋ ଇଚ୍ଛା ୟା ସାହାଯ୍ୟରେ ପୁରା କରିପାରିବି। ତାପରେ ପିଶାଚୀ ଏକ ଚଢ଼େଇର ରୂପ ନେଇ
କିଛି ବିଷାକ୍ତ ଫଳ ଧରି କାନ୍ଦିବାକୁ ଲାଗିଲା। ଏକ କିଏ କାନ୍ଦୁଛି ବୋଧେ, ସେପଟୁ ଶବ୍ଦ ଶୁଭୁଛି, ମୁଁ ଯାଇ ଦେଖେ। ତୁମେ କିଏ? କଣ ହେଇଛି ତୁମର? ଆରେ ଝିଅ, ମୁଁ ପାଖ ଜଙ୍ଗଲରେ ରୁହେ। ଏ ଦୁନିଆରେ ମୋର କେହି ନାହାନ୍ତି। ମୁଁ କିଛି ଫଳ ଧରି ଏ ଜଙ୍ଗଲକୁ ବିକିବାକୁ ଆସିଥିଲି, ହେଲେ ମତେ ଏବେ ଭାରି ଦୁର୍ବଳ ଲାଗୁଛି। ମୁଁ ଏ ଫଳ ନେଇ ଆଗକୁ ଯାଇପାରିବିନି। ମତେ ଟିକେ ସାହାଯ୍ୟ କରିବୁ ଝିଅ। ମୋର ଏ ଫଳ ନେଇ ବଜାରରେ ବିକ୍ରି କରିଦେବୁ। ମୁଁ ଏ ଫଳ ବିକ୍ରି କରି ମୋ ଘର ପାଇଁ କିଛି ସଉଦା କିଣିଥାନ୍ତି। ଠିକ ଅଛି, ଆପଣ ମତେ ଏ ଫଳ ଯୋଡ଼ି ଦିଅନ୍ତୁ। ମୁଁ ଏବେ ବଜାରରେ ସବୁ ବିକ୍ରି କରି ଆପଣଙ୍କୁ ଟଙ୍କା ଆଣିଦେବି। ତାପରେ ଚଢ଼େଇ ଛୁଆ ଫଳ ଯୋଡ଼ି ନେଇ ବଜାରକୁ ଗଲା ଆଉ ବିକ୍ରି କଲା। ଏମିତି ଏକ ନୂଆ ଫଳ ଦେଖି ସବୁ ଚଢ଼େଇ ତା ପାଖରୁ ସେ ଫଳ କିଣିନେଲେ। ଚଢ଼େଇ ଛୁଆ ସବୁ ଫଳ ବିକ୍ରି କରିସାରି ଯେତେବେଳେ ପିଶାଚି ପାଖକୁ ଗଲା, ସେଠାରେ କେହି ନଥିଲେ। ଏଇଠି ତ ସେ ଚଢ଼େଇ ନାହାନ୍ତି। ମୁଁ ଏବେ ତାଙ୍କୁ କୋଉଠି ଖୋଜିବି? ସନ୍ଧ୍ୟା ହେଇଗଲାଣି। ମୁଁ ଆଜି ଘରକୁ ଯାଇଥାଏ, କାଲି ସକାଳେ ଆସି ତାଙ୍କୁ ଆଉଥରେ ଖୋଜିବି। ରାଜକୁମାରୀ ନିଜ ରାଜପ୍ରସାଦକୁ ଫେରିଗଲା। ସେପଟେ ଯିଏ ବି ଲାଲ ଫଳ ଖାଇଥିଲା, ସେ ଅସୁସ୍ଥ ହେଇ ବେହୋସ ହେଇଗଲା। ଏସବୁ କଣ ହେଉଛି କେହି କିଛି ବୁଝିପାରୁନଥିଲେ। ଡାକ୍ତର ବି ଚଢ଼େଇ ମାନଙ୍କୁ ଠିକ କରିପାରିଲେନି। ଏମିତି ଦେଖି ସବୁ ଚଢ଼େଇ ରାଜାଙ୍କ ପାଖକୁ ଗଲେ। ରାଜକୁମାରୀକୁ ସେଠି ଦେଖି ସମସ୍ତେ ତାକୁ ଚିହ୍ନି ପାରିଲେ। ଇଏ ତ ସେଇ ଛୁଆ ଯିଏ ଆମକୁ ଫଳ ବିକ୍ରି କରିଥିଲା। ଆପଣ ଜଣେ ରାଜକୁମାରୀ ହେଇ ଆମ ସହ ଏମିତି କାହିଁକି କଲେ? ମହାରାଜ, ଆପଣ ହିଁ ଆମକୁ ଏବେ ନ୍ୟାୟ ଦିଅନ୍ତୁ। ଏମିତି ସବୁ ଚଢ଼େଇ ରାଜାଙ୍କୁ କଣ କଣ ହେଇଥିଲା ସବୁ କହିଲେ। ମତେ ବିଶ୍ୱାସ କର, ମୁଁ କାହାର ବି କ୍ଷତି କରିବାକୁ ଚାହୁଁନଥିଲି। ସେ ଫଳ ମତେ ଜଣେ ଚଢ଼େଇ ଦେଇଥିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ସେ ଫଳ ସମସ୍ତଙ୍କୁ ବିକ୍ରି କରିଥିଲି। କେହି ବି ଚିନ୍ତା କରନି, ସମସ୍ତେ କେମିତି ସୁସ୍ଥ ହେବେ ମୁଁ ଏବେ ତାର ବ୍ୟବସ୍ଥା କରୁଛି। ଯଦି ମୋ ଝିଅ ଦୋଷୀ ହେଇଥାଏ, ମୁଁ ତାକୁ ନିଶ୍ଚୟ ଶାସ୍ତି ଦେବି। ସେମାନେ ଏପରି କଥା ହେବା ସମୟରେ ପରୀ ସେଠାକୁ ଆସିଲା। ରାଜକୁମାରୀ ସତ କହୁଛି, ଏଥିରେ ତାର କୌଣସି ଭୁଲ ନାହିଁ। ସେ ପିଶାଚି ଏବେ ମୁକ୍ତ ହେଇଯାଇଛି। ସେ ହିଁ ରାଜକୁମାରୀ ଦ୍ୱାରା ସମସ୍ତଙ୍କର କ୍ଷତି କରିଛି। ମୁଁ ପିଶାଚିକୁ ଏବେ ହିଁ ବନ୍ଦୀ କରିବି, କିନ୍ତୁ ମୁଁ ସମସ୍ତଙ୍କୁ ସୁସ୍ଥ କରିପାରିବିନି। ଏମିତି କୁହନ୍ତୁନି ପରୀ, କିଛି ତ ଉପାୟ ଥିବ। ଆମ ପରିବାରର ସଦସ୍ୟ ବିପଦରେ ଅଛନ୍ତି, ଆମକୁ ସାହାଯ୍ୟ କରନ୍ତୁ ପରୀ। କେବଳ ଗୋଟେ ଉପାୟ ଅଛି, ନୀଳଫଳ। କିନ୍ତୁ ସେ ନୀଳଫଳ ଆଣିବା ଏତେ ସହଜ ନୁହଁ। ପରୀ, ମୋ ଦ୍ୱାରା ଭୁଲ ହେଇଛି। ତାକୁ ଠିକ କରିବା ପାଇଁ ମୁଁ ସବୁ କିଛି କରିବି। ମତେ ଖାଲି ରାସ୍ତା କହିଦିଅନ୍ତୁ। ଆଚ୍ଛା, ତେବେ ଠିକ ଅଛି। ନୀଳ ପର୍ବତ ଏଠାରୁ ଅନେକ ଦୂର। ପୂର୍ବ ଦିଗରେ ଗଲେ ତୁ ସେ ନୀଳ ପର୍ବତକୁ ପାଇଯିବୁ। ନୀଳ ପର୍ବତ ଉପରେ ଏକ ନୀଳ ଫଳର ଗଛ ଅଛି। ସେଇ ନୀଳ ଫଳ ଆଣି ପାଣିରେ ମିଶେଇ ସମସ୍ତଙ୍କ ଉପରେ ପକେଇଦେଲେ ସମସ୍ତେ ସୁସ୍ଥ ହେଇଯିବେ। ମୁଁ ଏବେ ହିଁ ସେ ନୀଳ ପର୍ବତକୁ ଯିବି ଆଉ ନୀଳ ଫଳ ଆଣିବି। ଆରେ ମା, ତୁ ଏବେ ବହୁତ ଛୋଟ, ଏତେ ଦୂରକୁ ତୁ ଏକା ଯାଇପାରିବୁନି। ମତେ ମନା କରନି ବାପା। ଯେତେବେଳେ ମୋ ଦ୍ୱାରା ଭୁଲ ହେଇଛି, ତାକୁ ଠିକ କରିବା ଦାୟିତ୍ୱ ମୋର। ମତେ ଏବେ ଆଶୀର୍ବାଦ ଦିଅ ବାପା। ମୁଁ ଯେମିତି ସେ ନୀଳ ଫଳ ଆଣି ସମସ୍ତଙ୍କୁ ସୁସ୍ଥ କରିପାରେ। ତାପରେ ରାଜକୁମାରୀ ନୀଳ ଫଳ ଖୋଜିବାକୁ ବାହାରିଗଲା। କିଛି ଦୂର ଗଲା ପରେ ସେ ଦୁଇଟି ରାସ୍ତା ପାଇଲା। କୋଉ ରାସ୍ତାରେ ଯିବ ସେ ଚିନ୍ତା କରିବା ସମୟରେ ରାସ୍ତା ଦୁଇଟି ତା ସହ କଥା ହେଲେ। ରାଜକୁମାରୀ, ଫେରି ଯାଅ ଘରକୁ। ତୁମ ବାପା ମା ଅସୁସ୍ଥ, ସେମାନେ ତୁମକୁ ଖୋଜୁଛନ୍ତି। ଏବେ ହିଁ ଘରକୁ ଫେରିଯାଅ। ମୋ ବାପା ମା ଅସୁସ୍ଥ? କିନ୍ତୁ ମୁଁ ଆସିବା ସମୟରେ ତ ସମସ୍ତେ ଠିକ ଥିଲେ। ଏସବୁ ମିଛ କଥା। ମୁଁ ମିଛ କହୁନି, ମୁଁ ସତ କହୁଛି। ତୁମେ ଅନ୍ୟମାନଙ୍କ ପାଇଁ କାହିଁକି ନିଜ ଜୀବନକୁ ବିପଦରେ ପକାଉଛ? ଏବେ ହିଁ ଘରକୁ ଫେରିଯାଅ। ତୁମେ ଜଣେ ରାଜକୁମାରୀ, କେହି ତୁମର କିଛି କ୍ଷତି କରିପାରିବେନି। ରାଜକୁମାରୀ, ତୁମେ ତା କଥା ଶୁଣନି। ତୁମେ ମୋ ରାସ୍ତାରେ ଆସ ଆଉ ନୀଳ ଫଳ ନେଇ ସମସ୍ତଙ୍କୁ ସୁସ୍ଥ କର। ରାଜକୁମାରୀ, ସେ ରାସ୍ତାରେ ଜମା ବି ଯାଅନି। ସେ ରାସ୍ତାରେ ଗଲେ ତୁମେ ବିପଦରେ ପଡ଼ିବ। ନିଜ କଥା ଚିନ୍ତା କର ଆଉ ଫେରିଯାଅ।
ମୋ ପାଇଁ ସମସ୍ତେ ବିପଦରେ ପଡ଼ିଛନ୍ତି। ମୁଁ ସ୍ୱାର୍ଥପର ହେଇପାରିବିନି। ମୁଁ ସମସ୍ତଙ୍କୁ ସୁସ୍ଥ କରିବା ପାଇଁ ନିଶ୍ଚୟ ଚେଷ୍ଟା କରିବି। ମୁଁ ସେ ନୀଳଫଳ ଆଣିବି। ତାପରେ ଚଢ଼େଇ ଛୁଆ ସେ ନୀଳଫଳ ରାସ୍ତାରେ ଗଲା। କିଛି ଦୂର ଗଲା ପରେ ସେ ଗୋଟେ ଗଛ ଦେଖିଲା। ଗଛରେ ନୀଳଫଳ ଭର୍ତ୍ତି ହେଇଥିଲା। ଗଛ ବି ଚଢ଼େଇ ଛୁଆ ଉପରେ ଖୁସି ହେଇ ତାକୁ ନୀଳଫଳ ଦେଲା। ଚଢ଼େଇ ଛୁଆ ତୁରନ୍ତ ନିଜ ଜଙ୍ଗଲକୁ ଫେରିଲା। ଆଉ ସେ ନୀଳଫଳ ଦ୍ୱାରା ସମସ୍ତଙ୍କୁ ସୁସ୍ଥ କଲା। ଏସବୁ ଦେଖି ରାଜା ରାଣୀ ତାଙ୍କ ଝିଅ ଉପରେ ଖୁବ୍ ଖୁସି ଥିଲେ। ସମସ୍ତେ ରାଜକୁମାରୀଙ୍କୁ କ୍ଷମା ମାଗି ତାଙ୍କୁ ଧନ୍ୟବାଦ ଜଣାଇଲେ। ସେପଟେ ପରୀ ପିଶାଚୀକୁ ବନ୍ଦୀ କରି ନିଜ ସାଙ୍ଗରେ ନେଇଗଲା।